ଏଇ ଯେଉଁ ଚକୋଲେଟ୍ଟି ମୁଁ ଘରେ ବନେଇଥିଲି ତା'ର ଟେଷ୍ଟ ତ ଏତେ ବଢ଼ିଆ ହେଇଛି ଆପଣ ବିଶ୍ୱାସ ବି କରିପାରିବେନି। ଆଉ ଫୁଲ୍ ହେଲ୍ଦି ମଧ୍ୟ, କାରଣ ଏଥିରେ ମୁଁ ଓନ୍ଲି ଡ୍ରାଏ ନଟ୍ସ ୟୁଜ୍ କରିଛି, ଯେଉଁଟାକି ବାହାରର ଆପଣ ଯଦି ଚକୋଲେଟ୍ ଖାଇବେ ସେଥିରେ କେବଳ ଚିନି ଭରି ଭରିକି ଥାଏ। ଏଥିରେ ମୁଁ ବିଲକୁଲ ବି ଚିନିର ୟୁଜ୍ କରିନି। ତ ଆପଣ ଆକୁ ଡେଫିନେଟଲି ଥରେ ଟ୍ରାଏ କରିପାରନ୍ତୁ ଯଦି ଆପଣଙ୍କ ଛୁଆମାନଙ୍କୁ ଦେବାକୁ ଚାହୁଁଛନ୍ତି। ବହୁତ ହି ହେଲ୍ଦି, ଟେଷ୍ଟି। ଓ ସାଧାରଣତଃ କ'ଣ ହୁଏ, ଛୁଆମାନେ ବେସିକଲି ଡ୍ରାଏ ନଟ୍ସ ଗୁଡ଼ାକ ଖାଇବା ପାଇଁ ବହୁତ ନଖରା କାଢ଼ନ୍ତି। ସେଇଥିପାଇଁ ଏ ଚକୋଲେଟ୍ଟିକୁ ନିଶ୍ଚୟ ଟ୍ରାଏ କରିବେ। ଏଇଠି ଦେଖନ୍ତୁ ମୁଁ କିଛି ଖଜୁରୀ କୋଳି ନେଇଛି, ତା'ର ପୁରା ସିଡ୍ ଗୁଡ଼ାକୁ କାଢ଼ିକି ୟାକୁ ସାଇଡ଼୍ ରଖିଦେଲି। ତାପରେ ଏଇଠି ମୁଁ ଡାର୍କ ଚକୋଲେଟ୍ କମ୍ପାଉଣ୍ଡ ନେଇଛି, ତାକୁ ଏଇଠି କାଟିକି ମୁଁ ସାଇଡ଼୍ କରିଦେଉଛି। ଆପଣ ଆକୁ କୋରି ବି କରିବେ ବା ଗ୍ରେଟ୍ ବି କରିପାରିବେ। ମୁଁ କିନ୍ତୁ ଚାକୁରେ କାଟି ଦେଇଥିଲି। ମୁଁ ତ କାଟିଲା ପରେ ବି ଏମିତି ଖାଇଦିଏ, କାରଣ ଇଏ ଏମିତିରେ ବି ବହୁତ ଟେଷ୍ଟି ଲାଗେ। ଆପଣ ଘରେ ଚକୋଲେଟ୍ ବହୁତ ସହଜରେ ହେଲ୍ଦି ୱେରେ ବନେଇ ପାରିବେ। ତ ବାହାରୁ କିଣିବା ଛାଡ଼ନ୍ତୁ, ଘରେ ତିଆରି କରିକି ଦେଖନ୍ତୁ ବହୁତ ବଢ଼ିଆ, ଅତି ସହଜରେ ବନିଯାଏ। ଦେଖନ୍ତୁ ସବୁଗୁଡ଼ା ଚକୋଲେଟ୍କୁ ଏଇଠି ମୁଁ କୋରି ସାରିଲା ପରେ ବା କାଟି ସାରିଲା ପରେ ଗୋଟେ ବାଉଲ୍ରେ ନେଇକି ମୁଁ ଡିଫ୍ରଷ୍ଟ କରିଦେଉଛି। ଆପଣ ଆକୁ ଡବଲ୍ ବଏଲର୍ରେ ବି ମେଲ୍ଟ କରିପାରିବେ। ମୁଁ 2 ମିନିଟ୍ ଡିଫ୍ରଷ୍ଟ କଲା ପରେ ଆକୁ ସାଇଡ଼୍ ରଖିଲି। ଏପଟେ ଦେଖନ୍ତୁ ଗୋଟିଏ ପ୍ଲେଟ୍ରେ ମୁଁ ଏଇଠି କାଜୁ, ବାଦାମ, ଅଖରୋଟ ଓ ଟିକେ କିସମିସ୍ ନେଇଥିଲି, ତାକୁ ଭଲ ଭାବରେ ଏଠି ବ୍ଲେଣ୍ଡ କରିନେବା। ଦେଖନ୍ତୁ କେତେ ବଢ଼ିଆ ହେଇଛି, ପୁରା ଫାଇନ୍ ପେଷ୍ଟ କରିନେବେ ଆପଣ। ଏଥିରେ ପାଣି ଆଡ଼୍ କରିବେନି, ପାଣି ଆଡ଼୍ କଲେ ଇଏ ପୁରା ଖରାପ ହେଇଯିବ। ଆପଣ ଆକୁ ଡ୍ରାଏ ହିଁ ଏମିତି ଗ୍ରାଇଣ୍ଡ କରିବେ, ତା'ର ଅଏଲ୍ରେ ଯେଉଁ ଥିବ ସିଏ ପୁରା ଲାଗିଲା ଭଳିଆ ଚିକଟା ଚିକଟା ହେଇଯିବ। ତାପରେ ଏଇଠି ସବୁ ଗୁଡ଼ାକ ଖଜୁରୀକୁ ଦେଇଦେବା। ତାପରେ ଆକୁ ଭଲ ଭାବରେ 2 ମିନିଟ୍ ବ୍ଲେଣ୍ଡ କଲା ପରେ ଦେଖିବେ ଏମିତି ପୁରା ଲଡ଼ୁର ଡୋ ଫର୍ମରେ ପଳେଇ ଆସିବ। ଆକୁ ଆପଣ କ'ଣ କରିବେ, ଟିକିଏ ଘିଅ ହାତ ହେଇକି ବା ବଟର ହାତ ହେଇକି ଆକୁ ପୁରା ଗୋଲ ଗୋଲ କରିଦେବେ। ନହେଲେ ବି ନଟ୍ସ ଗୁଡ଼ାକର ତେଲ ଥାଏ, କିଛି ବି ଘିଅ ବଟର ହାତ ହେବା ଦରକାର ନାହିଁ। ମୁଁ ଏଠି ଖାଲି ହାତରେ କରୁଛି, ଦେଖନ୍ତୁ ଆପଣ ବିଲକୁଲ ବି ଜାଣିପାରିବେନି, ହାତରେ ତ ବିଲକୁଲ ବି ଚିପକେନି। ଦେଖନ୍ତୁ ଏଇଠି ରାଉଣ୍ଡ ରାଉଣ୍ଡ କରିଥିଲି, ଆପଣ ଚାହିଁଲେ ଲମ୍ବା ଟାଇପ୍ର କେଉଁ ଟାଇପ୍ର ବି ସେପ୍ ଦେଇପାରିବେ। ଏଇଠି ଦେଲା ପରେ ଏଇଠି ମୁଁ ଦେଖନ୍ତୁ ଡିଫ୍ରଷ୍ଟ କରିକି ଯେଉଁ ଚକୋଲେଟ୍ଟି ଆଣିଲି, ଦେଖନ୍ତୁ କେତେ ଭଲସେ ଇଏ ମେଲ୍ଟ ହେଇଯାଉଛି। ଆପଣ ଆକୁ ଡବଲ୍ ବଏଲର୍ ମେଥଡ଼ରେ ବି ମେଲ୍ଟ କରିପାରିବେ। ଏଇଥିରେ କ'ଣ କରିବା, ଗୋଟେ ଗୋଟେ ଲଡ଼ୁ ଏଇଠି ଦେବା, ଏକଦମ ପରଫେକ୍ଟ କନସିଷ୍ଟେନ୍ସି ଅଛି। ଦେଖନ୍ତୁ ଏଇଠି କ'ଣ କରିବା, ସବୁ ଗୁଡ଼ାକ ଲଡ଼ୁ ଗୁଡ଼ାକ ଏ ଭିତରେ ଦେବା। ତାପରେ ଆକୁ ଭଲ ଭାବରେ କୋଟ୍ କରିନେବା ଚକୋଲେଟ୍ରେ। ଏମିତି ଗୋଟେ ଫୋର୍କ ସାହାଯ୍ୟରେ ଆପଣ ଆକୁ ଭଲସେ କୋଟ୍ କରିପାରିବେ। ତାପରେ ଆକୁ ଗୋଟେ ପ୍ଲେଟ୍ରେ କାଢ଼ି ନେବା। ଆପଣ ଚାହିଁଲେ ଟିକେ ଛୋଟ ଛୋଟ ବଲ୍ସ ବି ତିଆରି କରିପାରନ୍ତି ବା ଆପଣଙ୍କ ଇଚ୍ଛାର ସେପ୍ ବି ତିଆରି କରିପାରନ୍ତି। ଏଇଠି ଦେଖନ୍ତୁ ମୁଁ ସବୁଗୁଡ଼ା ବଲ୍କୁ ଏମିତି କୋଟ୍ କରିକି ଗୋଟେ ପ୍ଲେଟ୍ରେ ସଜାଇ ନେଲି। ଆ ଉପରେ ମୁଁ ଏବେ ଟିକିଏ ଚିନି ଦେଇ ଦେଉଛି। ଆପଣ ଚାହିଁଲେ ଏଥିରେ କ'ଣ କରିବେ, ଟିକେ ଡ୍ରାଏ ଫ୍ରୁଟ୍ସକୁ ବା ଡ୍ରାଏ ନଟ୍ସକୁ କୋରିକି ଦେଇପାରିବେ। ଆକୁ କ'ଣ କରିବା, ରେଫ୍ରିଜରେଟ୍ କରିବା କେବଳ 10 ମିନିଟ୍ ପାଇଁ। 10 ମିନିଟ୍ରେ ପୁରା ସେଟ୍ ହେଇଯିବ। ଦେଖନ୍ତୁ 10 ମିନିଟ୍ ପରେ କାଢ଼ିକି ଦେଖାଉଛି କେତେ ବଢ଼ିଆ ସେ ସେଟ୍ ହେଇଯାଇଛି ପୁରା। ବହୁତ ହି ବଢ଼ିଆ ଥିଲା, ବହୁତ ହି ଟେଷ୍ଟି ଥିଲା। ଆଶା କରୁଛି ରେସିପିଟି ଆପଣଙ୍କୁ ଭଲ ଲାଗିବ। ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ ଓ ଲାଇକ୍ ନିଶ୍ଚୟ କରିବେ। ରହୁଛି, ବାଏ।